କ'ଣ ଆପଣମାନେ ଭାବିପାରୁଛନ୍ତି ଯେ କ୍ୟାନ୍ସର ପେସେଣ୍ଟମାନଙ୍କ ପାଇଁ ଡାଏଟାଇଜ୍ ଥେରାପି। ହାଏ, ମୁଁ ଜୀବନ, ମୁଁ ଜଣେ କ୍ୟାନ୍ସର କେୟାର ଗିଭର। ମୁଁ ଏବେ ରିସେଣ୍ଟଲି ଗୋଟେ ଆର୍ଟିକଲ୍ ପଢ଼ୁଥିଲି, ଗୋଟେ 2006 ଏଡ଼ିସନ୍ ଗୋଟେ ଅଙ୍କୋଲୋଜିର ଆର୍ଟିକଲ୍ ପଢ଼ୁଥିଲି, ଯେଉଁଟାକି ଗୋଟେ ଫେମସ୍ 3 ଜଣ ୟୁକେର ରିସର୍ଚ୍ଚ ସାଇଣ୍ଟିଷ୍ଟ ତାକୁ ଲେଖିଛନ୍ତି। ସେମାନେ ହେଉଛନ୍ତି ଲେଷ୍ଟର ବାର୍, ଆଉ ରିଚାର୍ଡ କାଉନ୍, ଆଉ ମାରାଇନ୍ ନିକୋଲସନ୍। ସେମାନଙ୍କର ସେଇ ମାନେ ଯେଉଁ ବହିରେ ଲେଖାଯାଇଥିଲା 2006 ସମୟରେ ଏଇଟା ଗୋଟେ ଡିବେଟେବୁଲ୍ ଆଉ ଗୋଟେ କଣ୍ଟ୍ରୋଭର୍ସିଆଲ୍ ଟପିକ୍ ବି ଥିଲା, ଡାଏଟାଇଜ୍ ଥେରାପି। କିନ୍ତୁ ଯେଉଁମାନେ ଅଲ୍ଟରନେଟିଭ୍ ପ୍ରାକ୍ଟିସନର୍ ଯେଉଁମାନେ ଥିଲେ, ସେମାନେ ଭାବିଲେ ଯେ ଡାଏଟାଇଜ୍ ଥେରାପି ମାନେ କିଛି ଆଣ୍ଟିଅକ୍ସିଡାଣ୍ଟ, କିଛି ଭିଟାମିନ୍ସ, କିଛି ମିନେରାଲ୍ସ ଆଉ କିଛି ସପ୍ଲିମେଣ୍ଟକୁ ଗୋଟେ ଡିଟକ୍ସିଫିକେସନ୍ ହିସାବରେ କ୍ୟାନ୍ସର ପେସେଣ୍ଟଙ୍କ କ୍ଷେତ୍ରରେ ୟୁଜ୍ କରାଯାଇପାରିବ। ଏବଂ ପରବର୍ତ୍ତୀ ସମୟରେ ତାହା ଠିକ୍ ପ୍ରମାଣିତ ହେଲା। ଆଉ ପରବର୍ତ୍ତୀ ସମୟରେ ଯଦି ଦେଖାଯିବ ଆଜି ଯେ ଗୋଟେ ଯେମିତି ଗୋଟେ ଲିଙ୍କ୍ ବିଟୱିନ୍ ଯେଉଁଟା ଫାଇଟୋ ଏଷ୍ଟ୍ରୋଜେନ୍ସ ଆଉ ଏଷ୍ଟ୍ରୋଜେନ୍ସ ସେନ୍ସିଟିଭ୍ ଟ୍ୟୁମର୍ସ ଯେମିତି ଆମର ବ୍ରେଷ୍ଟ କ୍ୟାନ୍ସର ଥାଏ, ସେଇ ଜିନିଷଟା ସେଇ ଫାଇଟୋ ଏଷ୍ଟ୍ରୋଜେନ୍ଟା ଯେତେବେଳେ ସୋୟାରୁ ଫାଇଣ୍ଡିଙ୍ଗସ୍ ଆସିଲା, ତାର ଗୋଟେ କନଫର୍ମେସନ୍ ଆସିଗଲା। ଆଉ ତା ପରବର୍ତ୍ତୀ ସମୟରେ ଏଇଟାକୁ ଗୋଟେ ସେମାନେ କନଫର୍ମ କଲେ ଯେ ନାଇଁ, ଗୋଟେ ପ୍ରତ୍ୟେକ ଅଙ୍କୋଲୋଜି ସେଣ୍ଟରରେ ଗୋଟେ ଡାଏଟ୍ରିସିଆନର ଗୋଟେ ଇମ୍ପୋର୍ଟାଣ୍ଟ ମାନେ ରୋଲ୍ ଅଛି। ତେଣୁକରି କେଉଁଠି ନା କେଉଁଠି ଆଜି ଏ ଜିନିଷ ପ୍ରୁଭ୍ ହେଇପାରିଲା ଯେ ଡାଏଟାଇଜ୍ ଥେରାପି ଗୋଟେ ଯାହାକୁ କୁହନ୍ତି ଯେ ଏଇଟା ଗୋଟେ ନିତ୍ୟାନ୍ତ ଆବଶ୍ୟକ ଜିନିଷ କ୍ୟାନ୍ସରର ଚିକିତ୍ସା କ୍ଷେତ୍ରରେ। ଧନ୍ୟବାଦ।